ହେଉଛି ସମ୍ବର ଦଶମୀ। ଆଉ ଏ ସମ୍ବର ଦଶମୀରେ ଯିଏ ଶୁଦ୍ଧତାର ସହିତ ପୂଜା କରିଥାଏ ସକଳ ରିଷ୍ଟ ଦୂର ହେବା ସହିତ ଧନ ଜନ ଗୋପଲକ୍ଷ୍ମୀର ସୌଭାଗ୍ୟ ମଧ୍ୟ ଅର୍ଜନ କରିଥାଏ। ତେବେ ଯାଏ ସ୍ୱାମୀଙ୍କ ଠାରୁ ଆଦେଶ ନେଇ ଚଳେ ଯିବେ ଋଷିକୁଲ୍ୟା ନଦୀ। ଆଉ ଋଷିକୁଲ୍ୟା ନଦୀ କୂଳେ କରି ସ୍ନାନ ସୂର୍ଯ୍ୟଙ୍କୁ ଜଳ କରିବେ ଅର୍ପଣ। ହଁ ହଁ, ସୂର୍ଯ୍ୟଙ୍କୁ ଜଳ କରିବେ ଅର୍ପଣ। ରେବତୀ ଋଷିକୂଳରେ ସ୍ନାନ କରି ତୁମେ ଯଦି ନିଜର ଆତ୍ମତୃପ୍ତି କରିବାକୁ ଚାହୁଁଛ ତେବେ ତୁମେ ନିଶ୍ଚୟ ଯିବ। କିନ୍ତୁ କିନ୍ତୁ କଣ ସ୍ୱାମୀ? ତୁମେ ଯେ ସପ୍ତମାସର ଅନ୍ତଃସତ୍ତ୍ୱା ସତର୍କରେ ସ୍ନାନ କରିବ ଯେପରି ଉଦରରେ କୌଣସି ବି ଯନ୍ତ୍ରଣା ନ ଲାଗେ। ସେଥିପାଇଁ ତୁମେ ଚିନ୍ତା କର ନାହିଁ ସ୍ୱାମୀ, କାରଣ ପିଲାମାନଙ୍କର ଦାୟିତ୍ୱ ବାପାମାନଙ୍କ ଠାରୁ ମାଆର ଅଧିକ ହୋଇଥାଏ। ତେବେ ଠିକ୍ ଅଛି ରେବତୀ, ତୁମେ ନିର୍ବିଘ୍ନରେ ଯାଇ ସ୍ନାନ କର ଋଷିକୂଲ୍ୟା ନଦୀ ତଟେ। न कर भीति जाओ रेवती स्नान करी। न कर भीति जाओ रेवती स्नान करी। ସ୍ନାନ କରି। ମୋହର ସାଥିରେ ଯିବା ପାଇଁ ମୋହର ପ୍ରିୟ ସଖୀକି ସାଥିରେ ପଠାନ୍ତୁ ସ୍ୱାମୀ, ଆମେ ଶୀଘ୍ର ସ୍ନାନ କରି ଫେରି ଆସିବୁ। ଆରେ ହଁ ହଁ, ତୁମେ ଏକଦମ ଠିକ କହିଛ ରେବତୀ। ନିରିମାଖି ନିରିମାଖି आज्ञा करतु महाराज, कि कार्य अच्छी दासी निरिमाखी उपरे। हाँ शुण, राणी रेवती को संगत धरी तुम्हें स्नान कर जाई आस ऋषिकूल्या नदी तटे। आज्ञा महाराज। आउ एक कथा जमिति भूली न जाओ, रानी कर जमिति कौनसी भी असुविधा न हुए। आज्ञा मु महाराज। आसुची। रानीमा, एते दिन पर आज मोर गोटे खुशीर दिन आसी रानीमा। मोर मध्य से नई पहरा कथा मन पड़िलानी। आस आमे से नई कूल को गाधे जीवा। तेबे चलो सखी, मोहर मध्य स्नान करबाकू मन उच्छल हेलानी। आस आस जे मामणी ऋषिकूल्या कूल डाक दे।
ଯିବା ଆମେ ସେଇ ଋଷିକୁଲ୍ୟା ନଦୀ। ରାଜା